पुलिस वाला का पुलिस वाले को ला पुलिस वाले को कौन गाली दे रहा गाली किसको दे रहा है कौन गाली दे रहा है पुलिस वाले को ला पुलिस वाले को ये पुलिस वाले भाई हैं अंदर में बैठे मजा ले रहे हैं और यहाँ पे तमाशा हो रहा है। हाँ ये यहाँ पे लोग गाली गलौज कर रहे हैं चर्च में आ करके और एक तो डग्गा ला के फॉर्मेलिटी निभा रहे हैं। वो भाई साहब अंदर बैठ के मस्त मजा ले रहे हैं। हाँ ये तुम्हारी जमीन है, ये तुम्हारी जमीन है, ये सरकारी रोड है, ये सरकारी आने दो नहीं और बुला उसको रोड है झाकेंगे और बुला लो भीम आर्मी वाले लोगों को फोन कर दो। रायपुर वाले को भी बुलाओ यहाँ, रायपुर का पूरा टीम बुला लो यहीं पे। वाले भी आएगा। बाप आ रहे बाप बाप। ये भाई साहब एक जना अकेला आए हैं यहाँ पे और एक अकेला है यहाँ पे फोटो वही तो फॉर्मेलिटी है सहयोग के लिए आए सपोर्ट के लिए बोले तो वीडियो बनानी है पुलिस से सर ये गलत बात है। ये बदतमीजी कर रहे हैं लेडीज लोग से लेकिन आपको कुछ बोलना चाहिए। इन लोग आए पहले इन लोग गाली गलौज करना चालू किए हम लोग ने कुछ नहीं बोले हैं ना इन्हीं लोग आके तमाशा गाड़ी वाड़ी रोक रहे कोई बाप का बोल रहा है कोई माँ का बोल रहा है लेडीज लोग से ऐसी कोई बात करता है क्या? सरकारी जमीन में हमको कोई नहीं रोक सकता। ये कैसे हमारी गाड़ियों को सरकारी जमीन अरे उनका अधिकार क्या है पहले बात पुलिस यहाँ पे आके करेगा वो कौन होते हैं वहाँ? अरे जांच पड़ताल करने वाले वो कौन होते हैं उसको कौन अधिकार दिया है यहाँ पे आने के लिए? अधिकारी क्या बोलो वीडियो बनाते हैं कोई प्रॉपर्टी में आए हमारे पुलिस है अथॉरिटी है अधिकार काम करता है ना। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ ଘଟଣାଟି ହେଉଛି ଛତିଶଗଡ଼ର। ଆଉ ଏଠାରେ କ'ଣ ହେଇଛି ନା ଗୋଟେ ଜାଗାରେ ଏମିତି ଉପାସନା ଚାଲିଥାଏ। ଉପାସନା ଚାଲିଥିଲା ସମୟରେ କିଛି ବଜରଙ୍ଗ ଦଳର ଲୋକମାନେ ଆସିଲେ। ବଜରଙ୍ଗ ଦଳର ଲୋକମାନେ ପହଞ୍ଚିବା ମାତ୍ରେ ସେମାନେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଆରମ୍ଭ କରିଦେଲେ। କେଉଁମାନଙ୍କୁ? ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କରୁଥିଲେ ଉପାସନା କରୁଥିଲେ ଆଉ ସେମାନଙ୍କୁ ଗାଳି ଗୁଲଜ କରିବା ଆରମ୍ଭ କରିଦେଲେ ଖରାପ ଭାଷାରେ। ତେବେ ଦେଖନ୍ତୁ ଏଇଟା ହେଉଛି ଏମାନଙ୍କର ଧର୍ମ ଆଉ ଏମାନଙ୍କର ଧାର୍ମିକ ବିଶ୍ୱାସ ଟିକେ ଦେଖନ୍ତୁ। ମାନେ ସେଠାରେ ପୁରୁଷ ବି ଅଛନ୍ତି ସେଠି ଲେଡ଼ିଜ୍ ବି ଅଛନ୍ତି କିନ୍ତୁ ବଜରଙ୍ଗ ଦଳର ଏଇ ଲୋକମାନଙ୍କୁ କୌଣସି ଫରକ ପଡ଼େ ନାହିଁ ଯେ ଆମ ମୁହଁରୁ ଯେଉଁ ମିଠା ମିଠା କଥା ବାହାରୁଛି ଆଉ ସେଥି ନିମନ୍ତେ ପୁରୁଷ ଥାଆନ୍ତୁ କି ସେଠାରେ ଲେଡ଼ିଜ୍ ଥାଆନ୍ତୁ ଏମାନଙ୍କର କୌଣସି ଯା ଆସେ ନାହିଁ। ଏମାନଙ୍କର କାମ ହେଉଛି ଚାଲ ଆମେ ଦଙ୍ଗା କରିବା। ଆମେ ଦଙ୍ଗା କରିବା ହେଉଛି ଏମାନଙ୍କର କାମ ଆଉ ସେମାନେ ସେ ମଧ୍ୟ କରନ୍ତି। ଆଉ ଏମାନଙ୍କର କାମ ମନ୍ଦିରରେ ନାହିଁ ଏମାନଙ୍କର କାମ ହେଉଛି ଚର୍ଚ୍ଚରେ ମସଜିଦରେ ଯେଉଁ ଜାଗାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା ହୁଏ ସେଇ ଜାଗାରେ ହେଉଛି ଏମାନଙ୍କର କାମ। ତେବେ ପ୍ରିୟ ବନ୍ଧୁଗଣ ଏଠାରେ ବଜରଙ୍ଗ ଦଳର ଲୋକମାନେ ଯେତେବେଳେ ଆସିକି
ଗାଳି ଗୁଲଜ କରିବା ଆରମ୍ଭ କଲେ। ଆଉ ସେହି ସମୟରେ କ'ଣ ହେଇଛି, ଭୀମ ଆର୍ମି ଦଳକୁ ଖବର ଦିଆଗଲା। ଆଉ ସେହି ସମୟରେ ଭୀମ ଆର୍ମିର ଲୋକମାନେ ବି ପହଞ୍ଚିଗଲେ। ଯେତେବେଳେ ପହଞ୍ଚିଗଲେ ସେତେବେଳେ ବଜରଙ୍ଗ ଦଳ ଏବଂ ଭୀମ ଆର୍ମି ଦୁହିଁଙ୍କର ସାମ୍ନାସାମ୍ନି ହେଲା। ଆଉ ଯଦି ମୁଁ ତ କହୁଛି, ଯଦି ଭୀମ ଆର୍ମି ଦଳ ଯଦି ଆସିନଥାନ୍ତେ ତେବେ ଏମାନେ ଚର୍ଚ୍ଚ ଭିତରେ ପଶିକି ଭଙ୍ଗାରୁଜା କରିଥାନ୍ତେ, କେତେଜଣଙ୍କୁ ପିଟିଥାନ୍ତେ, କେତେଜଣଙ୍କୁ ମାରିଥାନ୍ତେ। କିନ୍ତୁ ଯେତେବେଳେ ଭୀମ ଆର୍ମି ପହଞ୍ଚିଲେ ସେତେବେଳେ ଏଇ ବଜରଙ୍ଗ ଦଳର ବଲ୍ ପୁରା ଫ୍ୟୁଜ୍ ହେଇଗଲା। ଆଉ ଏମାନେ ହୁଏତ ଭାବିଥିବେ ଯେ ଆମର ବୋପା ଆସିଗଲା, ଚାଲ ଆମେ ଏଠାରୁ ପଳାଇବା। ଆଉ ସେଠାରେ ପୁଲିସ ବି ଆସିଲା, ପୁଲିସ ଗାଡ଼ି ବି ଠିଆ ହେଇଛି, ସେଠାରେ କୋଳାହଳ ହେଉଛି। ଆଉ ବଜରଙ୍ଗ ଦଳ ଲୋକମାନେ ଯେଉଁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ ଭୀମ ଆର୍ମିକୁ ଦେଖିକି, ଆଉ ପୁଲିସ ପ୍ରଶାସନକୁ ଦେଖିକି ସେମାନଙ୍କ ଭାଷାଟା ତ ବନ୍ଦ କରିଦେଲେ, କିନ୍ତୁ ସେମାନଙ୍କର ପ୍ରକୃତି ଟୋଟାଲ ଗଲା ନାହିଁ। ଆଉ ସେମାନେ କ'ଣ କଲେ, ସେମାନେ ସେମିତି କଥାବାର୍ତ୍ତା କରି ଚାଲିଥାନ୍ତି। ଆଉ ସେଠାରେ ଆମର ଯେଉଁ ଖ୍ରୀଷ୍ଟିଆନ ଯେଉଁ ଭଉଣୀମାନେ ଅଛନ୍ତି ସେମାନେ କହୁଥାନ୍ତି ଯେ ଗାଳି ଗୁଲଜ କରିବା ଏମାନେ ଆରମ୍ଭ କଲେ, ଏମାନେ ହିଁ ଆରମ୍ଭ କଲେ। କେଉଁମାନେ? ବଜରଙ୍ଗ ଦଳ ଲୋକମାନେ। ବାସ୍ତବିକରେ ସତ କଥା ଆଜ୍ଞା, ଗାଳି ଗୁଲଜ କରିବା ଏମାନେ ଆରମ୍ଭ କରନ୍ତି, ଖରାପ ଭାଷା କହିବା ଏମାନେ ଆରମ୍ଭ କରନ୍ତି ବଜରଙ୍ଗ ଦଳ ଲୋକମାନେ। ଆଉ ଏମାନେ କ'ଣ କରନ୍ତି? ମାରପିଟ କରିବା, ଦଙ୍ଗା କରିବା ଏମାନେ ହିଁ ପ୍ରଥମେ ଷ୍ଟାର୍ଟ କରନ୍ତି, କିନ୍ତୁ ଦୋଷ ଅନ୍ୟମାନଙ୍କୁ ଦିଅନ୍ତି। ଆଉ ଯେତେବେଳେ ଆମର ଖ୍ରୀଷ୍ଟିଆନ ଭଉଣୀମାନେ କହୁଛନ୍ତି ଯେ ଏମାନେ ପ୍ରଥମେ ଖରାପ ଭାଷାରେ ଗାଳି କରିବା ଆରମ୍ଭ କଲେ, ସେହି ସବୁର ବଜରଙ୍ଗ ଦଳ ଲୋକମାନେ କହୁଛନ୍ତି ନାଇଁ ନାଇଁ ନାଇଁ, ଆମେ ସେମିତି କରିନୁ, ଖରାପ ଭାଷାରେ ଏମାନେ ଗାଳି ଦେଲେ, ମାନେ ଆମର ଖ୍ରୀଷ୍ଟିଆନ ଭଉଣୀମାନେ। ଦେଖନ୍ତୁ ଆଉ କେତେ ଆଉ ତଳକୁ ଖସିବେ ଏମାନେ, କେତେ ତଳକୁ ଖସିଲେ ଯାଇ ଏମାନଙ୍କର ମନ ଶାନ୍ତି ହେବ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆପଣ ତ ସବୁ ବିଷୟ ଦେଖିଲେ ଏବଂ ସବୁ ବିଷୟ ଜାଣିଲେ। ଆଉ ଯଦି ଏହି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ, ଭିଡ଼ିଓକୁ ନିଶ୍ଚିନ୍ତ ଭାବରେ ସେୟାର କରନ୍ତୁ। ଆଉ ଯଦି ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ଏଇଭଳି ଭିଡ଼ିଓ ଦେଖିବା ନିମନ୍ତେ ଏହି ଚ୍ୟାନେଲକୁ ଏବେଠାରୁ ସବସ୍କ୍ରାଇବ୍ କରି ରଖନ୍ତୁ। ସମସ୍ତଙ୍କୁ ନମସ୍କାର, ଆଜି ପାଇଁ ଏତିକି। ପୁଣି ଥରେ ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।